ଯେ ନାଇଁ ନାଇଁ କୌଣସି ବିଷୟ ନୂତନ ନଥିଲେ ମଧ୍ୟ ଗୋଟିଏ ବିଷୟ ସବୁବେଳେ ନୂଆ ଭାବରେ ନୂଆ ରୂପରେ ଆମମାନଙ୍କ ମଧ୍ୟରେ ଉପସ୍ଥିତ ହୁଏ। ଆଉ ସେଇଟା ହଉଛି ସଦାପ୍ରଭୁଙ୍କ କରୁଣା, ସେଇଟା ହଉଛି ସଦାପ୍ରଭୁଙ୍କ ଦୟା। ଯେଉଁ ହେତୁରୁ ଯୋଉ ଅନୁଗ୍ରହ ହେତୁରୁ ଯୋଉ ଦୟା ସକାଶୁ ଆମମାନେ ବିନଷ୍ଟ ହେଇନାଉ, ଆମମାନେ ସଂଗୃହୀତ ଲୋକମାନଙ୍କ ମଧ୍ୟରେ ଅଛୁ, ସଂରକ୍ଷିତ ଲୋକମାନଙ୍କ ମଧ୍ୟରେ ଅଛୁ। ଆଉ ପ୍ରଭୁ ଆମମାନଙ୍କୁ କହୁଛନ୍ତି ଯେ ଯୋଉମାନେ ପ୍ରଭୁଙ୍କର ଭରସାରେ ଥାନ୍ତି, ପ୍ରଭୁଙ୍କର ଅନ୍ୱେଷଣରେ ଥାନ୍ତି, ପ୍ରଭୁଙ୍କର ଅପେକ୍ଷାରେ ଥାନ୍ତି, ପ୍ରଭୁଙ୍କ ପରିତ୍ରାଣର ପ୍ରତ୍ୟାଶାରେ ରୁହନ୍ତି, ଆଉ ପ୍ରଭୁ ନିଶ୍ଚିତ ସେମାନଙ୍କ ପକ୍ଷରେ ମଙ୍ଗଳମୟ ପରମେଶ୍ୱର ଅଟନ୍ତି। ପ୍ରଭୁ ନିଶ୍ଚିତ ଭାବରେ ସେମାନଙ୍କର ବଳଦାତା ପରମେଶ୍ୱର ଅଟନ୍ତି। ସେଥିପାଇଁ ଯିଶାୟ ତାଙ୍କ 43 ଅଧ୍ୟାୟ 18 ଆଉ 19 ପଦରେ ଏଇ ଗୋଟିଏ କଥା ସେ କହିବା ପାଇଁ ଚାହୁଁଛନ୍ତି। ସେ କହିବା ପାଇଁ ଚାହୁଁଥିଲେ ଯେ ଆମମାନେ ଆଦ୍ୟ ବିଷୟ ସବୁ ଆଉ ସ୍ମରଣ କରିବା ନାହିଁ କିମ୍ବା ପୁରାତନ ବିଷୟ ଏସବୁ ବିବେଚନା କରିବା ନାହିଁ, କାରଣ ଆମମାନଙ୍କର ପରମେଶ୍ୱର ଗୋଟେ ନୂତନ ବିଷୟ କରିବା ପାଇଁ ଚାହୁଁଛନ୍ତି। ଯୋଉ ବିଷୟଟା ଅଙ୍କୁରିତ ହେବା ପାଇଁ ଯାଉଛି ସେ ନିଶ୍ଚିତ ଆମମାନଙ୍କୁ ଜଣାଇବେ। କେବେ କେବେ ଆମମାନେ ପୁରାତନ ବର୍ଷ ଗୁଡାକର କଥା, ଅତୀତର କଥା ଗୁଡାକୁ ଦୋହରାଇ ଥାଉ, ଅତୀତର ବିଷୟ ଗୁଡାକୁ ମନକୁ ଆଣିଥାଉ, ଆଉ ମନରେ ଭାବି ଭାବି ଆମମାନେ ଚିନ୍ତା କରୁଥାଉ ବୋଧ ହୁଏ ଏ ନୂଆ ବର୍ଷରେ ନୂଆ ଦିନ ଗୁଡାକ ମୋ ପାଇଁ କିଛି ନଥିବ। କିନ୍ତୁ ପ୍ରଭୁଙ୍କର ଦାସ କହିବା ପାଇଁ ଚାହୁଁଛନ୍ତି ତାଙ୍କ ବାକ୍ୟ ଦ୍ଵାରା ଯେ ନାଇଁ, ପ୍ରଭୁ କହିବା ପାଇଁ ଚାହୁଁଛନ୍ତି ଯେ ଏଇ ଯୋଉ ଆଦ୍ୟ ବିଷୟ ଗୁଡାକ, ଏଇ ଯୋଉ ପୁରାତନ ବିଷୟ ଗୁଡାକ ଏସବୁ ସ୍ମରଣରେ ଆଣୁ ନାହିଁ। ତମାନେ ଏସବୁ ବିଷୟରେ ବିବେଚନା କର ନାହିଁ, କିନ୍ତୁ ପରମେଶ୍ୱର ଯେ ଗୋଟେ ନୂତନ ବିଷୟ ତୁମ ପାଇଁ କରିବା ପାଇଁ ଚାହୁଁଛନ୍ତି, ପରମେଶ୍ୱର ଯୋଉ କାର୍ଯ୍ୟଟା କରିବା ପାଇଁ ଚାହୁଁଛନ୍ତି ସେଇଟା ଅଙ୍କୁରିତ ହେଲାଣି, ସେଇଟା ତାର ଗଜା ହେଲାଣି ସେଇଟା, ଆଉ ସେଇଟା ନିଶ୍ଚିତ ସେ ତୁମମାନଙ୍କୁ ଜଣାଇବେ। ତାର 10 ପଦରେ ସେ କହୁଛନ୍ତି ଯେ ଆମେ କହିବା ଆଉ ତାହା କି ଅନ୍ୟଥା ହେବ। ପରମେଶ୍ୱର କାର୍ଯ୍ୟ କରିବେ ଆଉ ସେଇଟା ଅନ୍ୟଥା ହେବ ନାହିଁ। ଲୋକମାନେ ଭାବନ୍ତି ପରମେଶ୍ୱର ବୋଧେ କାର୍ଯ୍ୟ କରୁନାହାନ୍ତି, ପରମେଶ୍ୱର ବୋଧେ ମୋ ଜୀବନରେ କୌଣସି କାର୍ଯ୍ୟ ମୁଁ ଦେଖିବା ପାଇଁ ପାରୁନି, ସେଥିପାଇଁ ମୋ ପାଇଁ ବୋଧେ ପରମେଶ୍ୱର କଣ ହେଇଯାଇଛନ୍ତି ନା ନିସ୍ତବ୍ଧ ହେଇଯାଇଛନ୍ତି, ମୁଁ କୌଣସି ଉପକାର ପାଉନାହିଁ, କୌଣସି ତାଙ୍କର କରୁଣା ଦେଖୁନାହିଁ, ତାଙ୍କର ମଙ୍ଗଳଦାନ ଦେଖୁନାହିଁ। ପ୍ରଭୁ କହୁଛନ୍ତି ଆମେ ତୁମକୁ ଜଣାଇବା ଯୋଉ କାର୍ଯ୍ୟଟା କରିବା ପାଇଁ ଚାହୁଁଛୁ, ଆଉ ସେଇଟା ଅଙ୍କୁରିତ ହେବା ପାଇଁ ଯାଉଛି, ଅଙ୍କୁରିତ ହେଲାଣି, ଆମେ ଜଣାଇଦେବା ତୁମକୁ। ଆଉ ସେଟାର ତାର 10 ପଦରେ ସେ କହିବା ପାଇଁ ଚାହୁଁଛନ୍ତି ଯେ ଆମେ କାର୍ଯ୍ୟ କରିବା ଆଉ କିଏ ତାହା ଅନ୍ୟଥା କରିବ। ଯେତେବେଳେ ପରମେଶ୍ୱର କାର୍ଯ୍ୟ କରିବା ପାଇଁ ଚାହିଁବେ ଆମ ଜୀବନରେ, ଆମ ପରିବାରରେ, ଆମ ମଣ୍ଡଳୀରେ, କୌଣସି ଲୋକ ତାକୁ ଅନ୍ୟଥା କରିପାରିବେ ନାହିଁ ପରମେଶ୍ୱରଙ୍କ କାର୍ଯ୍ୟକୁ। ଜେରେମିୟ ତାଙ୍କର ଯଦି ଆମେ ଦେଖୁ ଜେରେମିୟଙ୍କ ପୁସ୍ତକର ତାର 29 ପର୍ବ ଆଉ 11 ପଦରେ ସେ କହୁଛନ୍ତି ତମର ସଂକଳ୍ପ ଗୁଡାକ ମୋର ସଂକଳ୍ପ, ୟା ଭିତରେ ବହୁତ ଫରକ ଅଛି। ଯାହା ସଂକଳ୍ପ ମୁଁ ତୁମ ପାଇଁ କରିଛି ମୁଁ ଜାଣିଛି, ଯାହା ଯୋଜନା ମୁଁ ତୁମ ପାଇଁ କରିଛି ସେଇଟା ମୁଁ ଜାଣିଛି। ମୁଁ ରଖିଛି କଣ ଯୋଜନା ତୁମ ପାଇଁ। ତୁମେ ନିଜେ ନିଜର ଯୋଜନା ବିଷୟରେ ଚିନ୍ତା କରୁଛ, ନିଜେ ନିଜ ବିଷୟରେ ଯତ୍ନଶୀଳ, ନିଜେ ଭାବୁଛ ମୁଁ ସବୁ କରିଦେବି ନା। ତମ ପାଇଁ ମୋର ଗୋଟେ ପ୍ଲାନ ଅଛି, ତମ ପାଇଁ ମୋର ଗୋଟେ ଯୋଜନା ଅଛି, ତମ ପାଇଁ ମୋର ସ୍ୱତନ୍ତ୍ର ଗୋଟେ ଇଚ୍ଛା ଅଛି ଯେ ମୁଁ କେମିତି ତୁମକୁ କୋଉ ପ୍ରକାର ବ୍ୟବହାର କରିବି, ମୁଁ ତୁମ ପାଇଁ କଣ ଯୋଜନା ରଖିଛି। ତମେ ହୁଏତ ବର୍ତ୍ତମାନଟାକୁ ଦେଖି ଭାବୁଛ ଏସବୁ ମୋ ପାଇଁ ମଙ୍ଗଳଜନକ ନୁହଁ, ହିତକର ନୁହଁ, କିନ୍ତୁ ପ୍ରଭୁ କହିଛନ୍ତି ନାଇଁ, ମୁଁ ଯୋଉ ସବୁ ପ୍ଲାନ ଗୁଡାକ କରିଛି, ଯୋଉ ସବୁ ଯୋଜନା ଗୁଡିକ ତମ ପାଇଁ ପ୍ରସ୍ତୁତ କରିଛି ମଧ୍ୟ ସେଇଟା ଭବିଷ୍ୟତରେ ତୁମର ମଙ୍ଗଳ ନିମନ୍ତେ। ଆଉ ଏଇ ବାକ୍ୟ ଗୁଡିକୁ କିଏ କହୁଛନ୍ତି? ଏଇ ବାକ୍ୟ ଗୁଡିକୁ ଯଦି ଆମେ ଦେଖିବୁ ପ୍ରକାଶିତ ବାକ୍ୟ ଆଉ ତାର 21 ପର୍ବକୁ ଯିବୁ ଆମେ, ତାହେଲେ ଆମେ ଜାଣିପାରିବୁ ଯେ ପ୍ରକାଶିତ ବାକ୍ୟ ତାର 21 ପର୍ବ 5 ପଦରେ ଲେଖାଯାଉଛି ଯେ ସିଂହାସନ ଉପରେ ଉପବିଷ୍ଟ ଯୋଉ ପ୍ରଭୁ ସ୍ୱୟଂ ଯୀଶୁ ଖ୍ରୀଷ୍ଟ, ଯିଏକି ସିଂହାସନ ଉପରେ ଉପବିଷ୍ଟ ପରମେଶ୍ୱର, ସେ ନିଜେ କହୁଛନ୍ତି ଏଇ ବାକ୍ୟଟା ହଉଛି ସର୍ବତ ଭାବରେ ବିଶ୍ୱାସ ଯୋଗ୍ୟ। ଯୋଉ ବାକ୍ୟ ସେ କହୁଛନ୍ତି ସେଇଟା ବିଶ୍ୱାସ ଯୋଗ୍ୟ ବାକ୍ୟ, ସେ ବାକ୍ୟ କାର୍ଯ୍ୟ ସାଧକ ବାକ୍ୟ, ଯାହା କୁହନ୍ତି ସେ ତାହା ହିଁ ସାଧିତ ହୁଏ। ସେଥିପାଇଁ ସେ କହୁଛନ୍ତି ଯେ ତୁମେ ଭୟ କର ନାହିଁ, ତୁମେ ଚିନ୍ତା କର ନାହିଁ, ଆଦୌ ଭୟ କର ନାହିଁ, କାରଣ ଆମେ କରିବା ପାଇଁ ଚାହୁଁଛୁ ନୂଆ ବେଶ, ଆମେ ଖୋଲିବା ପାଇଁ ଚାହୁଁଛୁ ନୂଆ ଦ୍ୱାର, ଯୋଉଟା କି ବନ୍ଦ କରିବେ ନାହିଁ। ଆମେ ଯୋଉ ନୂଆ କାର୍ଯ୍ୟ କରିବା ପାଇଁ ଚାହୁଁଛୁ ସେଟା କେହି ଅନ୍ୟଥା କରିବେ ନାହିଁ। ଦୁଃଖର ବିଷୟ ହଉଛି ଗୋଟେ ମନୁଷ୍ୟ ନିଜ ଉପରେ ଆଉଜି ପଡେ, ସେ ସବୁବେଳେ ପରମେଶ୍ୱରଙ୍କ ଠାରେ ନିର୍ଭର ରଖେ ନାହିଁ, ପରମେଶ୍ୱରଙ୍କ ବାକ୍ୟ ଉପରେ ନିର୍ଭର କରେ ନାହିଁ, ପରମେଶ୍ୱରଙ୍କ ଠାରେ ଭରସା ରଖେ ନାହିଁ। ଯଦିଓ ପରମେଶ୍ୱରଙ୍କୁ ସେ ବିଶ୍ୱାସ କରେ, ପରମେଶ୍ୱରଙ୍କ ଠାରେ ଆତ୍ମିକ ଜୀବନରେ ବୃଦ୍ଧି ପାଏ ବୋଲି କୁହେ, କିନ୍ତୁ ତାର ଭରସାଟା ତା ନିଜ ଉପରେ ରହିଯାଇଥାଏ। ସେଥିପାଇଁ ଯେତେବେଳେ ହିତୋପଦେଶର ତାର
आम देखू हितोपदेश को जाऊ आउ हितोपदेश जो देखू जे तार 3 पर्व तार 5 पदरे तुमे माने निजर जेते भल सुविवेचना थाउ ना कहीं आउजी पड़ ना बोली से कहते आने निजर शक्ति उपर निजर सामर्थ्य उपर निजर विवेचना उपर निज उपर बेसी निर्भरशील हो जाऊ परमेश्वर वाक्य उपर नुह परमेश्वर नुह परमेश्वर माने परमेश्वर को जिते गभीर भाव आउजी पड़ा कथा आम पढ़ी न था आम निज उपर सब कौन कर ना निर्भरता रखी था जो मैंने विफल हो जाऊ यार कारण कौन प्रभु जनइबा चाहती यार कारण हूँ प्रभु कहती जे मनुष्य जदिओ आमानकर विधि पालन करने द्वारा बंची था आमानकर आज्ञा पालन करने द्वारा बंची था आज कहीं मनुष्य भितर आमानकर आज्ञा स्थान पाउने आमानकर विधि पालन करिबारे कहीं से असमर्थ होची को गोटे कथा जोटा ताकू बाधा दौची को गोटे कथा जोटा ताकू करिबा पई भल लागू नाही मोर विधि गुडी को जदि आमाने जिहिस्कल 11 अध्याय को जाऊ आउ तार 19 पद को देखू ताले आम देखिबू जिहिस्कल 11 अध्याय आउ तार 19 पद एटी स्पष्ट भाव में लिखा जाउछि एति भाव दयाकरी को सहित आपण माने आडे परिवे जिहिस्कल 11 अध्याय 19 पद आउ सेठी एमति लिखा होछि आउ आम्भे सेमानुको एक चित्त देबा ओ आमे तुमान को अंतर रे एक नूतन आत्मा स्थापन करिबा ओ आमे सेमान को मांसरु प्रस्तरमय हृदय दूर करिबा ओ सेमान को मांसमय हृदय देबा तहिरे सेमाने हमर विधि मते आचरण करिवे ओ हमर नियम सब मान्य करी पालन करिवे पुणी सेमाने हमर लोक हेबे ओ आमे सेमानकर परमेश्वर परमेश्वर सेई परमेश्वर अनादि काल जे अछंती अनंत काल पर्यंत सेमानकर परमेश्वर से पर्वतगणर उत्पत्ति पूर्वरु आमानकर परमेश्वर तांकर परिवर्तन ही नहीं से परमेश्वर कहते जदिओ आज आम आज्ञा पालन विरत हो वाक्य शुणवार विरत हो विधि पालन कर विरोध हो तार गोटे कारण हूँ कौन जे आम चित्त कठिन हो जाए आम हृदय कठिन हो जाए आम हृदय पत्थर हो जाए आमर यही प्रस्तरमय हृदयटा सेटा को से कौन करेंगे ता भीतर ना प्रस्तरमय हृदयटा को से दूर करदे आउ से मांसमय हृदय करेंगे किपरि ना से ताकर आत्मा स्थापन करने द्वारा पवित्र आत्मा को आमान को मध्य देवा द्वारा आमान को हृदय भीतर आमान मांसमय हृदय भीतर जो समस्त प्रस्तर गुड़ाक से दूर करदे कारण पत्थरटा मत टाण कर दौची पत्थरटा मत बुद्धि पाइबार साहाय्य करूना आपण जदि द्राक्षा क्षेत्र डिम्बुरी गचर उपाख्यान को शुणी भलरे जानुवे से गोटे कथा अच्छी जितेबले कृषक कहते द्राक्षा क्षेत्र मालिक कहते जे माली को जे ए गछटा को उपाड़ी की फोपाड़ी दियो तार कारण हूँ कौन ना गछटा को मु देखुची 3 वर्ष है जे से फल फलू ना मु जो उद्देश्य आनिली रोपण कली से मोर उद्देश्य को से मोर योजना को सफल करू ना द्वितीय विषय हूँ से निजे तो बढ़ू ना किंतु निजे फल फलू ना किंतु तार जो शाखा अच्छी तार जो छाया अच्छी से अन्य गछ मैंने बढ़ी पार ना आ भूमि को से कौन करुचे ना अकर्मण्य कर क्रोध प्रकाश पाँच से वृक्ष विषय जे गछटा को उपाड़ी की फोपाड़ी दियो किंतु धन्य परमेश्वर प्रभु जीशु को कोटि कोटि प्रणाम करुचु आमे महिमा करुचु आमे पिता निकट से विनती करुचंती काकुति होचंती जे नाई प्रभु ए गोटे वर्ष आपण ताकू कौन कर दियंतु छाड़ी दियंतु ए गोटे वर्ष छाड़िबा द्वारा मु किछि करिवि ता जीवन रे कौन ना मु प्रथमे ता चारिपट खोली देवी आउ से पत्थर गुड़ा को मु हटाई देवी तार अर्थ हूँ आमानकर आत्मिक जीवन रे फल धारण करिबारे जो अक्षमता गुड़ाक अच्छी तार मूल कारण हूँ जे आमको पत्थर कौन कर टाण कर आमान जीवन टाण हो जाए आमान हृदय टाण हो जाए आम वाक्य उपर निर्भर हो पारना ईश्वर वाक्य को प्रेम कर पारना आज आम भीतर आह्लाद ना जेहेतु वाक्य आम तुच्छ कर दौचु वाक्य प्रति जो समर्पित भाव रहा कथा वाक्य प्रति जो आमानकर खुशी रहा कथा आमद रहा कथा
ଯୋଉଟା ଗୀତ ରଚକ ଯେମିତି କହୁଛନ୍ତି ତାଙ୍କ ବ୍ୟବସ୍ଥାରେ ମୋର ଆମୋଦ, ମୋ ଦିବାରାତ୍ର ଧ୍ୟାନ କରେ, ସେଇଟା ରହୁନାହିଁ। ସେଥିପାଇଁ ସେ କହୁଛନ୍ତି ଯେ ଏଇ ପ୍ରସ୍ତର ଗୁଡାକୁ ମୁଁ କାଢିଦେବି, ତାକୁ କୋଉଠି ଖୁସାଇ ଦେବି, ବାହାର କରିଦେବି ଏଗୁଡାକୁ। ତାପରେ ତାଙ୍କର ପବିତ୍ର ଆତ୍ମା, ତାଙ୍କର ସେ ବାକ୍ୟ ସବୁ ସେ ଦେବେ। ଯଦି ମୁଁ ଫଳ ପଡୁଛି ଭଲ, ନହେଲେ ସେ ଦଣ୍ଡ ଦିଅନ୍ତି ନାହିଁ। ଯୀଶୁ ଖ୍ରୀଷ୍ଟ କାହାକୁ କେବେ ଦଣ୍ଡ ଦେଇନାହାନ୍ତି ଆଉ ଦିଅନ୍ତି ନାହିଁ। କାରଣ ସେ କହିଲେ ଯେପରି କଣ ହେବେ ନା ତାଙ୍କ ଦ୍ୱାରା ମାନେ ପରିତ୍ରାଣ ପାଇବା। ସେଥିପାଇଁ ସେ କହିଲେ ମୁଁ ସେବା ପାଇବା ପାଇଁ ଆସିନାହିଁ, ସେବା କରିବା ପାଇଁ, ଆଉ ଅନେକଙ୍କ ମୁକ୍ତିର ମୂଲ୍ୟ ସ୍ୱରୂପ ମୁଁ ପ୍ରାଣ ଦେବା ପାଇଁ ଆସିଛି। ସେ ପ୍ରାଣ ଦେବା ପାଇଁ ଆସିଥିଲେ। ସେଥିପାଇଁ ସେ ଅନୁରୋଧ କରୁଛନ୍ତି ଯେ ତାକୁ ରହିବା ପାଇଁ ଦିଅନ୍ତୁ 1 ବର୍ଷ। ଇତିମଧ୍ୟରେ ଏଇ ଅନୁଗ୍ରହରେ ଯୋଉ ବର୍ଷଟି, ଅନୁଗ୍ରହରେ ଯୋଉ ଦିନ ଗୁଡିକ ମୋ ଜୀବନରେ ସେ ଯୋଡି ଦଉଛନ୍ତି, ଏଇ ଦିନ ଗୁଡିକରେ ମୋ ପାଇଁ ସେ କିଛି କରିବା ପାଇଁ ଚାହୁଁଛନ୍ତି। ଆତ୍ମିକ ଜୀବନରେ ବୃଦ୍ଧି ପାଇବା ପାଇଁ, ମୁଁ ଆତ୍ମିକ ଭାବରେ ଫଳ ଫଳିବା ପାଇଁ ସବୁ ପ୍ରଚେଷ୍ଟା ସେ କରିବା ପାଇଁ ଚାହାନ୍ତି ମୋ ଜୀବନରେ। ଯେଉଁ ସମସ୍ତ ଅସଜଡ଼ା ବିଷୟ ଗୁଡିକ ଅଛି ମୋ ଜୀବନରେ, ଯାହା ସବୁ ମୋର ଜୀବନକୁ ଟାଣ କରିଦଉଛି, ମୁଁ নত ହେଇପାରୁନି, ନମ୍ର ହେଇପାରୁନାହିଁ, ବ୍ୟବହୃତ ହେଇପାରୁନି ପରମେଶ୍ୱରଙ୍କ ହସ୍ତରେ, ପରମେଶ୍ୱର ସେଟାକୁ ସଜାଡି ଦେବା ପାଇଁ ଚାହୁଁଛନ୍ତି ତାଙ୍କ ପୁତ୍ର ଯୀଶୁଙ୍କ ଦ୍ୱାରା। ଆଉ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ହେତୁରୁ ସେ ଆମମାନଙ୍କୁ ଏ ବର୍ଷରେ ରଖିଛନ୍ତି। ଆଉ ସେ ଇଚ୍ଛା କରୁଛନ୍ତି କଣ, ଆମେ ପୁରୁଣା ହେଇକି ଆଉ ରହିବା ନାହିଁ, ପୁରୁଣା ବିଷୟ ଗୁଡିକ ଆଉ ଭାବିବା ନାହିଁ, ପୁରୁଣା ବିଷୟ ଗୁଡିକ ଆଉ ଆଲୋଚନାରେ ଆଣିବା ନାହିଁ। କାରଣ ଆମ ପରମେଶ୍ୱର ଆମ ପାଇଁ ଗୋଟେ ନୂଆ ବିଷୟ କରିବା ପାଇଁ ଚାହୁଁଛନ୍ତି। ଆଉ ସେ କାର୍ଯ୍ୟଟା ସେ ଆରମ୍ଭ କରିଦେଇଛନ୍ତି। ଆଉ ସେ କହୁଛନ୍ତି ଏଇଟା ମୁଁ କରିଛି, ଆଉ ଏଇଟା କେହି ଅନ୍ୟଥା କରିପାରିବେ ନାହିଁ। ଆଉ ଏଇଟା ମୁଁ ଏପରି ଭାବରେ କରୁଛି ଯେ ମୁଁ ଜାଣିଛି କଣ କରିବା ପାଇଁ ଚାହୁଁଛି, ମୋର ଯୋଜନାଟା କଣ ମୁଁ ଜାଣିଛି, ଯାହା ପ୍ରସ୍ତୁତ କରିଛି ମୁଁ ତୁମ ପାଇଁ, ଆଉ ସେଇଟା ଭବିଷ୍ୟତରେ ତୁମର ମଙ୍ଗଳ ପାଇଁ। ଯଦିଓ ସେ ଜାଣିଛନ୍ତି ଗଛ ଗୁଡାକ ମୂଳରେ କୁରାଢି ଲାଗିକି ଅଛି, ତାର ଅର୍ଥ ହଉଛି ଦଣ୍ଡ ଲାଗିକି ଅଛି। ଯଦିଓ ସେ ଅବାଧ୍ୟ ହବ, ଫଳ ଫଳିବ ନାହିଁ, ତାହେଲେ ଉପାଡ଼ି ଦିଆଯିବ। କିନ୍ତୁ ତଥାପି ସେ କଣ କରୁଛନ୍ତି ନା ତାଙ୍କର ଅନୁଗ୍ରହ ହେତୁରୁ ଆମମାନଙ୍କୁ ଏଇ ଦିନ ଗୁଡାକରେ ରଖିଛନ୍ତି, ଧରି ରଖିଛନ୍ତି। ଇଚ୍ଛା କରୁଛନ୍ତି ଆମେ ଯେମିତି ତାଙ୍କ ପାଇଁ ଫଳ ଫଳିବା, ଆତ୍ମିକ ଜୀବନରେ ବୃଦ୍ଧି ପାଇବା। ପ୍ରଭୁ ଯେମିତି ଆମ ଜୀବନ ଗୁଡିକ ଦ୍ୱାରା ଗୌରବାନ୍ୱିତ ହେବେ, ପ୍ରଭୁ ଯେମିତି ଆମ ଜୀବନ ଗୁଡିକ ଦ୍ୱାରା ମହିମାନ୍ୱିତ ହେବେ। ସେଥିପାଇଁ ସେ କହୁଛନ୍ତି ଯେ ପ୍ରସ୍ତରମୟ ଏଇ ଯୋଉ ହୃଦୟଟା ଟାଣ ହେଇଯାଇଛି ଆମମାନଙ୍କର, ଏଇ ମାଂସମୟ ହୃଦୟ ଭିତରୁ ସେ ପ୍ରସ୍ତରକୁ ସେ କାଢିକି ଫୋପାଡ଼ି ଦେବେ। ସେ ଗୋଟେ ନୂତନ ଆତ୍ମା ସ୍ଥାପନ କରିବେ। ପବିତ୍ର ଆତ୍ମା ଆମମାନଙ୍କ ମଧ୍ୟରେ ଅଧିଷ୍ଠାନ କରାଇବେ, ଯଦ୍ୱାରା ଆମମାନେ କଣ କରିପାରିବୁ ନା ତାଙ୍କର ବ୍ୟବସ୍ଥାକୁ ମାନିପାରିବୁ, ତାଙ୍କ ବ୍ୟବସ୍ଥାକୁ ପାଳି ପାରିବୁ, ତାଙ୍କ ନିୟମ ଅନୁସାରେ ଚାଲିପାରିବୁ। ଦିନ ଥିଲା ଗାଲାତୀୟ ମଣ୍ଡଳୀର ଲୋକମାନେ ଯେତେବେଳେ ପ୍ରଥମେ ସୁସମାଚାର ଶୁଣିଲେ, ଯେତେବେଳେ ପ୍ରଥମେ ପାଉଲଙ୍କୁ ସେମାନେ ଦେଖିବାକୁ ପାରିଲେ, ଯଦିଓ ପାଉଲ ଶରୀରରେ ଦୁଃଖ ଭୋଗ କରୁଥିଲେ, ତାଙ୍କ ଜୀବନରେ କଷ୍ଟ ଥିଲା, ତାଙ୍କ ଦୁର୍ବଳତାକୁ କିନ୍ତୁ ସେମାନେ ସହ୍ୟ କରିଥିଲେ। ସେମାନେ ତାଙ୍କୁ ଗୋଟେ ଦୂତ ପରୀକ୍ଷା ଗ୍ରହଣ କରୁଥିଲେ, ପାଉଲଙ୍କୁ ଭାବୁଥିଲେ ସତେ ଯେମିତି ସେ ଖ୍ରୀଷ୍ଟ। ସେଥିପାଇଁ ତାଙ୍କ ବାକ୍ୟକୁ ଶୁଣିଲେ, ଆନନ୍ଦିତ ମନରେ ତାକୁ ଗ୍ରହଣ କଲେ। ଆଉ ଖାଲି ଆନନ୍ଦିତ ମନରେ ତାଙ୍କ ବାକ୍ୟକୁ ଗ୍ରହଣ କଲେ ତାହା ନାହିଁ, ସେମାନେ ଖ୍ରୀଷ୍ଟଙ୍କ ସୁସମାଚାର ଶୁଣି ସେମାନେ ଈଶ୍ୱରଙ୍କୁ ବିଶ୍ୱାସ କରିବା ପାଇଁ ଲାଗିଲେ। କିନ୍ତୁ ବର୍ତ୍ତମାନ ଏମିତି ଗୋଟେ ପରିସ୍ଥିତି ଆସିଛି ଗାଲାତୀୟ ମଣ୍ଡଳୀର, ଆଉ ଯେତେବେଳେ ସେମାନେ କଣ କରୁଛନ୍ତି ନା ଖ୍ରୀଷ୍ଟଙ୍କ ଠାରୁ ବିମୁଖ ହେଇଯିବା ପାଇଁ ଲାଗୁଛନ୍ତି। ପାଉଲ ସେଥିପାଇଁ ତାର 4:14 ଲେଖୁଛନ୍ତି ଯେ ତାଙ୍କର ଅସୁସ୍ଥତା ବିଷୟରେ ଲେଖୁଛନ୍ତି। ପାଉଲ ନିଜେ କହୁଛନ୍ତି ଯେ ମୁଁ ଯେତେବେଳେ ଅସୁସ୍ଥ ଥିଲି, ମୁଁ ଯେତେବେଳେ ତୁମ ନିକଟକୁ ଯାଇଥିଲି ସୁସମାଚାର ନେଇକି, ସେତେବେଳେ ତୁମେ କଣ କରୁଥିଲ ନା ଆନନ୍ଦରେ ମତେ ଗ୍ରହଣ କରିଥିଲ। 15-16 ପଦରେ ପଚାରୁଛନ୍ତି ପ୍ରଶ୍ନ, ତେବେ ତୁମମାନଙ୍କର ସେ ଆନନ୍ଦ କାହିଁ? ସେ ଆନନ୍ଦଟା ଆଉ ଦେଖିବାକୁ ପାରୁନାହାନ୍ତି। ସେ ପ୍ରଥମେ ଆରମ୍ଭରେ ସୁସମାଚାର ଶୁଣି ସେମାନେ ଯୋଉ ଆନନ୍ଦ ଅନୁଭବ କରୁଥିଲେ, ଯୋଉ ଖୁସି ଥିଲା, ସେ ଖୁସି ଆଉ ନାହିଁ। ଅନ୍ୟ ଭାଷାରେ ପାଉଲ କହିବା ପାଇଁ ଚାହୁଁଛନ୍ତି ଯେ ଗାଲାତୀ ମାନେ ସେମାନଙ୍କର ସ୍ୱାଧୀନତାକୁ ହରାଇ ଦେଇଛନ୍ତି। ପରିତ୍ରାଣର ଯୋଉ ଆନନ୍ଦ ଥିଲା ତାଙ୍କ ଭିତରେ, ସେ ଆନନ୍ଦ ଆଉ ନାହିଁ। ଦିନେ ସେମାନେ ଆନନ୍ଦପୂର୍ଣ୍ଣ ଜୀବନ ଯାପନ କରୁଥିଲେ, ସ୍ୱାଧୀନ ଜୀବନ ଯାପନ କରୁଥିଲେ, କିନ୍ତୁ ଶୈତାନ ବର୍ତ୍ତମାନ କଣ କରିଛି, ସେମାନଙ୍କଠାରୁ ତାଙ୍କ ଆନନ୍ଦ ହରଣ କରି ନେଇଛି, ତାଙ୍କ ସ୍ୱାଧୀନତାକୁ ହରଣ କରି ନେଇଛି। କାହିଁକି? ତାର କେତେ ଗୁଡିଏ କାରଣ ଅଛି। ଯଦି ଆମେ ଜାଣୁ ଯେ ଗାଲାତୀୟ ମାନେ ପାଉଲଙ୍କ ଠାରୁ ସୁସମାଚାର ଶୁଣିଥିଲେ, ଆନନ୍ଦିତ ହଉଥିଲେ, କୃତଜ୍ଞ ହଉଥିଲେ, ତାଙ୍କ ନିମନ୍ତେ ଯେକୌଣସି କାର୍ଯ୍ୟ କରିବା ପାଇଁ ମଧ୍ୟ ସେମାନେ ପ୍ରସ୍ତୁତ ଥିଲେ।
एमती कि जदि पाउल कहउछंती जे मु जदि कहितांती ताले सेमानको चक्षु उपाड़ी को मते दे देथांते माने केते भलो पाउथिले तांको केते प्रेमपूर्ण जीवन यापन करुथिले किंतु पाउल कहउछंती जे सेमानकर भूल संबंध रे जेतेबेले से सत्य कहबा पई चाहिचंती सेतेबेले से ताकर शत्रु हो जाइछंती सेता से कहउछंती मु सत्य कहबारु कि तुमे माने मोर शत्रु हे गेलो अनेक समय आपनको सत्य कथा आपनको पई शत्रुता आनी दिए पाउल सही कथा कहउछंती पाउल कहबा पई चाहउछंती जो माने दिने आमानकर बंधु थिले से माने शत्रु हे जिबा केते सहज जो माने हम भूल समुद्र हमको सत्य कहती आमे मध्य समान को कौन करू निजे शत्रु बोली ज्ञान करू किंतु तथापि प्रभु आमान को शिखाई प्रभु आमान को कहबा पई चाहउछंती जे आमे जेमति प्रेम रे सत्य कहबू एफिसियस 4 अध्याय 15 पद से कथा लिखा जाउची जदि सेटा करबा द्वारा आमे बेले बेले कौन करू ना मन को शत्रु मान को तैयारी कर देथौ किंतु आमे जे सत्य कहूचु सत्य कहूचु ए विषय आमे निश्चित रहबा उचित आउ कहा को कहा पछरे न के आमे कौन करबा उचित मुखामुखी कहबा दरकार प्रेम रे कहबा दरकार कारण पाउलଙ୍କ ସମୟରେ ଗାଲାତୀୟ मंडली को किछि भंड शिक्षक माने प्रवेश करथिले आ पाउल सही कथा कहउछंती जे एई माने जो प्रवेश करिसेंती भितरे ए माने खाली सुसमाचार को विकृत करू नांती उद्योगी लोक मान को सुधा मो ठारू पृथक कर देबा पे माने चाहउछंती 17 पद रे जे देखबा आपण सेटा लिखा जायछि सेठी पाउलଙ୍କ सेवा करबा परिवर्ते गालातीय माने सेमानको सेवा करंतु बोले से माने चाहूतिले सेते पाउल कहउछंती जे गालातीय माने प्रथमे पाउल को निमंते उद्योगी थिले तांको सुसमाचार सुनबा पय अति आग्रह देखाउतिले किंतु वर्तमान पाउल को सेमान को सहित नथिले से पय सेमान कोन करछंती ना भंड शिक्षक मान को निमंते उद्योगी जायछंती जो मानकर उद्देश्य भलो नथिला 17 पद कहउछि जे सेमानकर उद्देश्य भलो नुआ उद्योगटा भलो उद्योगी बोली देखाउछंती सेमाने किंतु सेमानकर जो योजनाटा सेमानकर तुम पक्षरे जो उद्योगटा सेटा उत्तम नुआ प्रथम कथा होछि सेमाने मोठारू तुमको पृथक करबा पई चाहंती से आपण देखिबे 19 आ 20 पद रे गालातीय मंडली को पाउल जेतबेले लिखुछंती सेही कथा लिखबा पई चाहउछंती हमें यदि गालातीय मंडली को प्रेरित पाउल को पत्र देखो 4 अध्याय और तार 20 पद ताला में देखि परबो एठे जे लिखा जायछि पढुछि गालाती 4:19 सेमाने तो तुमान को विषय उद्योगी किंतु भल अभिप्राय नुहे बर तुमाने जेपरि सेमान को विषय उद्योगी हो एथि निमंते सेमाने तुमान को मोठारू पृथक करबा पे इच्छा करछंती गालातीय मंडली लोक माने दिने जो माने पाउलଙ୍କ ପାଇଁ कोन करूतिले उद्योगी थिले एपरि कि पाउलଙ୍କୁ निजर चक्षु उपाड़ी के देबा पे इच्छा करथिले पाउलଙ୍କୁ देवतुल्य पाउलଙ୍କୁ ख्रीष्ट तुल्य पाउलଙ୍କୁ दूत रूप कोन करथिले ग्रहण करथिले आज किंतु पाउलଙ୍କ अनुपस्थिति रे सेमान कोन करछंती पाउल फडो विमुख हो जाउछंती खाली विमुख हो नांती अन्य माने किछि आसी सेमान को भ्रांत शिक्षा दउछंती अन्य माने किछि आसी सेमान को विकृत सुसमाचार कहउछंती जोत पई सेमाने पाउलଙ୍କ हारे उद्योगी बा परिवर्ते सेमाने पाउलଙ୍କୁ छाडी सेही भ्रांत शिक्षक मानक ठारे उद्योगी होउछंती तो पाउल सेही कथा कहउछंती प्रथम कथा से कहउछंती जे तमे माने जेंति तांको विषय उद्योग सेडे सन चाहंती पाउलଙ୍କ ठारू सेमान को पृथक करिया पई चाहउछंती बोली से कहउछंती सेति पाउल कहउछंती 18 पद रे जे मु तुमानक सहित थिबा समय नुआ किंतु सबु समय जेंति उत्तम विषय उद्योगी हो सेटा मु चाहूची जे केवल मु थिला बेले जे मते देखाबा पई मु थिला बेले मते संतुष्ट करिया पई तुमे जीवन यापन कर सेटा मु चाहू नै बा मो प्रति समर्पित भाव देखा सेटा मु चाहू नै मु न थिला बेले सुधा तुमे सेमति जे उद्योगी हो सेटा मोर इच्छा उत्तम विषय उद्योगी हो सेटा मोर इच्छा तापरे 19 पद रे अति सुंदर भाव रे जे पद कहउछंती से कहउछंती ए मोर पिला माने जे पर्यंत तुम मान ठारे ख्रीष्ट मूर्तिमान होई नांती से पर्यंत तुम मान को सकाशे मु पुनर्बार प्रसव वेदना रे व्यथित होउछि आउ थरे गोटे प्रसव वेदना रे से व्यथित होउछंती बोली कहउछंती पाउल गोटे मां जेमती पिलाटी को जन्म करबा पूर्वरु
ପ୍ରସବ ବେଦନା ଦେଇକି ଯାଇଥାଏ, କଷ୍ଟ ଦେଇକି ଯାଇଥାଏ, ଆଉ ପିଲାଟି ଜନ୍ମ ହେଲା ପରେ ସେ ଖୁସି ହେଇଥାଏ। ପାଉଲ ସେଇ କଥା କହୁଛନ୍ତି, ପ୍ରଥମେ ଯେତେବେଳେ ମୁଁ ସୁଷମାଚାର ନେଇକି ତୁମମାନଙ୍କ ନିକଟକୁ ଯାଇଥିଲି, ଗୋଟେ ମା ଉପରେ ଯାଇଥିଲି, ଗୋଟେ ମାଙ୍କ ସଦୃଶ୍ୟ, କିନ୍ତୁ ବର୍ତ୍ତମାନ ପୁଣି ଆଉ ଥରେ ମୁଁ କଣ କରୁଛି ନା ପ୍ରସବ ବେଦନାରେ ବ୍ୟଥିତ ହେଉଛି। ତା କାରଣ ହଉଛି କଣ ନା ଗାଲାତୀୟ ମାନେ ସୁଷମାଚାରରୁ ଫେରି ଯାଇଛନ୍ତି। ଆଉ ଥରେ ସେମାନଙ୍କୁ ସୁଷମାଚାରରେ କଣ କରିବାକୁ ହେବ ନା ଜନ୍ମ ହେବାକୁ ପଡିବ। ପାଉଲଙ୍କ ମୁଖ୍ୟ ଲକ୍ଷ୍ୟ ହଉଛି ଏଇଟା ଯେ ଯେମିତି ଗାଲାତୀୟ ମାନଙ୍କ ଠାରେ ଖ୍ରୀଷ୍ଟ ମୂର୍ତ୍ତିମାନ ହେଇପାରନ୍ତି। ଆଉ ଏଇଟା ପ୍ରତ୍ୟେକ ପାଳକଙ୍କର, ପ୍ରତ୍ୟେକ ଉତ୍ତମ ପାଳକଙ୍କର, ପ୍ରତ୍ୟେକ ପ୍ରଚାରଙ୍କର ଲକ୍ଷ୍ୟ ହେବା ଉଚିତ ଯେ ଯେମିତି ଖ୍ରୀଷ୍ଟ ବିଶ୍ୱାସୀ ମାନଙ୍କ ଜୀବନରେ କଣ ହୁଅନ୍ତି, ମୂର୍ତ୍ତିମାନ ହୁଅନ୍ତି। ଯେମିତି ଗୋଟେ ଛୋଟ ପିଲାଟା ଜନ୍ମ ନ ହେବା ପର୍ଯ୍ୟନ୍ତ ତା ମା ପ୍ରସବ ବେଦନାରେ କଷ୍ଟ ପାଉଛି, ତାର ପ୍ରସବ ବେଦନା ବନ୍ଦ ହୁଏ ନାହିଁ, ଅବିରତ ପ୍ରସବ ବେଦନାଟା ଲାଗିଥାଏ, ପେନଟା ହଉଥାଏ ତା ଭିତରେ ଭିତରେ ଯେପର୍ଯ୍ୟନ୍ତ ପିଲାଟା ଜନ୍ମ ହେଇନାହିଁ। ପାଉଲ କହୁଛନ୍ତି ସେମିତି ମୋ ଭିତରେ ସେ ପୀଡାଟା ହଉଛି, ମୋ ଭିତରେ ସେ ଦରଦଟା ଅଛି, ମୋ ଭିତରେ ସେ କଷ୍ଟଟା ହଉଛି ଗୋଟିଏ ବିଷୟ ଦେଖିବା ପାଇଁ ଯେ ଯେମିତି ଖ୍ରୀଷ୍ଟ ତୁମମାନଙ୍କ ମଧ୍ୟରେ ମୂର୍ତ୍ତିମାନ ହୁଅନ୍ତି। ତୁମମାନଙ୍କ ଠାରେ ଖ୍ରୀଷ୍ଟ ମୂର୍ତ୍ତିମାନ ନ ହେବା ପର୍ଯ୍ୟନ୍ତ ଆମ ମାନଙ୍କ ଠାରେ ଖ୍ରୀଷ୍ଟ ମୂର୍ତ୍ତିମାନ ହବାର ଅର୍ଥ ହଉଛି କଣ ଯେ ତାଙ୍କ ଆତ୍ମା ମାଧ୍ୟମରେ ଆମ ଠାରେ ଯେମିତି ଖ୍ରୀଷ୍ଟ ବାସ କରିବେ। ରୋମୀ ତାର 8:10-11 ଲେଖା ହେଇଛି। ଆଉ ଏହାର ଅର୍ଥ ହଉଛି କଣ ଯେ ଖ୍ରୀଷ୍ଟଙ୍କ ପ୍ରତିମୂର୍ତ୍ତିର ଅନୁରୂପ ହେବା, ଯୋଉଟା ରୋମୀ 8:29 ଆଉ 2 Corinthians 3:18 ଲେଖାଯାଇ। ଆଉ ତାର ଅର୍ଥ ହଉଛି ଯେ ଖ୍ରୀଷ୍ଟଙ୍କ ପୂର୍ଣ୍ଣତାର ପରିମାଣ ଅନୁସାରେ ଯେମିତି ଆମେ ପରିପକ୍ୱ ହବା। ଆଜି ଆମମାନଙ୍କ ଜୀବନରେ ଖ୍ରୀଷ୍ଟୀୟ ଆଚରଣ ଗୁଡିକ, ଖ୍ରୀଷ୍ଟୀୟ ସ୍ୱଭାବ ଗୁଡିକ, ଖ୍ରୀଷ୍ଟୀୟ ଜୀବନର ଯୋଉ ଲକ୍ଷଣ ଗୁଡିକ ଦେଖାଏ, ସୁଷମାଚାରରୁ ସେମାନେ କେମିତି ଦୂରକୁ ଚାଲି ଯାଉଛନ୍ତି। କୋଉ ବିଷୟ ଗୁଡିକ ଆମମାନଙ୍କୁ ଖ୍ରୀଷ୍ଟଙ୍କ ଠାରୁ, ଖ୍ରୀଷ୍ଟଙ୍କ ବାକ୍ୟରୁ, ଖ୍ରୀଷ୍ଟଙ୍କର ଏଇ ସମସ୍ତ ଅନୁକରଣରୁ ବିମୁଖ କରିଦଉଛି। ପାଉଲ ଚିନ୍ତାରେ ପଡି ଯାଉଛନ୍ତି। ଦିନ ତ ଥିଲା ଭଲ ଥିଲା, ଆଉ କିଛି କରିବା ପାଇଁ ଚାହୁଁଥିଲେ, ଏବେ ମୋ ପାଇଁ ଏତେ ହତାଦର କାହିଁକି, ଏତେ ନିରାଦର କାହିଁକି, କାହିଁକି ସେମାନେ ଆନନ୍ଦ କରିପାରୁନାହାନ୍ତି ମତେ ଦେଖିଲେ? ତାର କାରଣଟା ସେ ଖୋଜିକି ଦେଖୁଛନ୍ତି ଯେ କିଛି ଲୋକମାନେ ଅଛନ୍ତି, ସେମାନେ ଏ ଦିନ ଗୁଡାକରେ କଣ କରୁଛନ୍ତି, ମଣ୍ଡଳୀରୁ ମଣ୍ଡଳୀକୁ ପୃଥକ କରିବା ପାଇଁ ଚାହୁଁଛନ୍ତି, ବିଶ୍ୱାସୀ ମାନଙ୍କ ଠାରୁ ବିଶ୍ୱାସୀ ମାନଙ୍କୁ ପୃଥକ କରିବା ପାଇଁ ଚାହୁଁଛନ୍ତି, ପାଳକଙ୍କ ଠାରୁ ମେଷ ମାନଙ୍କୁ ବିଚ୍ଛିନ୍ନ କରିବା ପାଇଁ ଚାହୁଁଛନ୍ତି। ସେମାନେ ନିଜ ଆଡକୁ ଆକର୍ଷଣ କରିବା ପାଇଁ ଚାହାନ୍ତି। ସେମାନେ ସ୍ମୃତି ମଧୁର କଥା କହିକି ହୁଏତ ଆକର୍ଷଣ କରିପାରନ୍ତି। ସେମାନେ ବିଭିନ୍ନ ପ୍ରକାର ଅନ୍ୟାନ୍ୟ ବିଷୟ ଗୁଡାକ ଦେଖାଇ ମଧ୍ୟ ସେମାନଙ୍କୁ ଆକୃଷ୍ଟ କରିବା ପାଇଁ ଚାହାନ୍ତି ଯେ ସେ ତୁମ ବିଷୟରେ ଉଦ୍యోଗୀ ନୁହନ୍ତି, ଆମେ ତୁମ ବିଷୟରେ ଉଦ୍యోଗୀ, ସେ ତୁମର ଯତ୍ନ ନିଅନ୍ତି ନାହିଁ, ଆମେ ତୁମର ଯତ୍ନ ନେବୁ। ସେତେବେଳେ ସୁଦ୍ଧା ଯେମିତି ବିଶ୍ୱାସୀ ମାନେ କଣ ନୁହନ୍ତି, ଭ୍ରାନ୍ତ ନ ହୁଅନ୍ତି। କାରଣ ପାଉଲ ସ୍ପଷ୍ଟ ଭାବରେ କହି ଦଉଛନ୍ତି ଯେ ସେମାନେ କଣ ନୁହନ୍ତି, ଉତ୍ତମ ବିଷୟରେ ତୁମମାନଙ୍କର ଉଦ୍యోଗୀ ନୁହନ୍ତି। ସେମାନେ କେବଳ ସେମାନଙ୍କର ଲକ୍ଷ୍ୟ ଗୋଟେ ଯେ ମୋ ଠାରୁ ସେମାନେ କଣ କରିଦେବେ ନା ପୃଥକ କରିଦେବେ। କାହିଁକି? ତା ବିଷୟରେ ସେ ଲେଖିବା ପାଇଁ ଚାହିଁଛନ୍ତି ଯେ ଏଇ ଗାଲାତୀୟ ମଣ୍ଡଳୀର ଲୋକମାନେ ବର୍ତ୍ତମାନ କଣ କରିଛନ୍ତି ନା ଖ୍ରୀଷ୍ଟଙ୍କ ଠାରୁ ବିମୁଖ ହେବାରେ ଲାଗିଛନ୍ତି, ଅନ୍ୟ ସୁସମାଚାରରେ ଆସକ୍ତ ହେବା ପାଇଁ ଲାଗିଛନ୍ତି। ଯୋଉ ସୁସମାଚାର ପାଉଲ କହିଥିଲେ, ଯୋଉ ସୁସମାଚାରକୁ ଶୁଣି ସେମାନେ ପ୍ରଭୁଙ୍କ ଠାରେ ବିଶ୍ୱାସ କରିଥିଲେ, ଆଉ ସେ ବିଶ୍ୱାସଟା ନାହିଁ, ସେମାନଙ୍କର ବିଶ୍ୱାସ ମତରୁ ସେମାନେ କଣ କରୁଛନ୍ତି ନା ଦୂରକୁ ଯାଉ। ଆଜି ଅନେକ ଜାଗାରେ, ଅନେକ ସ୍ଥାନରେ ଆମେ ଦେଖୁଛୁ, କେବଳ ସାରା ଭାରତରେ ବିଶ୍ୱାସ ହେବା ପାଇଁ ଲାଗିଛନ୍ତି। ମୂଳ ପ୍ରଭୁଙ୍କ ଠାରେ ଲାଗିକି ରହିବା ବିଷୟ, ପ୍ରଭୁଙ୍କ ସୁସମାଚାର ଯାହା ସେମାନେ ଶୁଣିଥିଲେ ସେଥିରୁ ସେମାନେ ବିମୁଖ ହେବାରେ ଲାଗିଛନ୍ତି। ମଣ୍ଡଳୀ ବୃଦ୍ଧି ପାଉନାହିଁ। ଆପଣ ଯଦି ବସିକି ଚିନ୍ତା କରିବେ, ମଣ୍ଡଳୀ ବୃଦ୍ଧି ପାଉନାହିଁ। ମଣ୍ଡଳୀର ବିଶ୍ୱାସୀ ମାନେ ଯଦି ଆଜି ଏଇ ମଣ୍ଡଳୀରେ ଅଛନ୍ତି, କାଲି ଆଉ ଗୋଟିଏ ମଣ୍ଡଳୀ ଅଛନ୍ତି, ପରଦିନ ଆଉ ଗୋଟିଏ ମଣ୍ଡଳୀରେ ଅଛନ୍ତି, ସମାନ ସଂଖ୍ୟା। ଆଉ ଏଇଟା ହେବା ଦ୍ୱାରା କଣ ହଉଛି, ଶୈତାନ ଖୁସି ହଉଛି, ଶୈତାନ ବିଭାଜନ କରିବାରେ ସନ୍ତୁଷ୍ଟ ହୁଏ। ଶୈତାନ ମିଳନ ଦେଖେ ନାହିଁ, ମିଳନକୁ ଶୈତାନ ଭଲ ପାଏ ନାହିଁ। ଶୈତାନର କାମ ହଉଛି ସେଟା ଚୋରି କରିବା, ବଧ କରିବା, ବିନାଶ କରିବା। ଆମେ ବୁଝିପାରୁନ, ଯେ ପ୍ରକାର ଆମେ ବୁଝିପାରିବୁ, ଆମେ ଜାଣିପାରିବୁ, ସେଥିପାଇଁ ଆମମାନଙ୍କୁ ଆଉ ନିଜ ଉପରେ ନୁହଁ, ପ୍ରଭୁଙ୍କ ଶକ୍ତି ଉପରେ, ପ୍ରଭୁଙ୍କ ଭରସା ଉପରେ ବିଶ୍ୱାସ କରିବାକୁ ହେବ। ଆମେ ବିଧିବିଧାନ ଗୁଡାକ ଉପରେ ନୁହଁ,
आज नियम कानून उपरे विधि विधान उपरे मूसा जमी आम नियम देते आम कौच सिन्हा पर्वत देते मूसा नियम तो नियम गुड़ाक द्वारा आम परित्राण पाऊना अनुग्रह आम परित्राण पाऊँ ख्रीष्टर विश्वास करने द्वारा आम परित्राण पाऊँ किंतु मंडली आज मूल प्रसंग मूल विषय रू कौन हो दूर को चली जाऊँ मंडली आयोजन उपर आयोजन करने लगुच मंडली विभिन्न प्रकार परिवेशन उपर लगिक रोचे मंडली विभिन्न प्रकार माने सांस्कृतिक कार्यक्रम लगिक रोचे मंडली पुरातन प्राथमिक विषय गुड़ाक आम पृथक हो ख्रीष्ट आड़ को आसुलु ख्रीष्ट अनुकरण करूँ एबे पुणी आउ थे केमती से दुर्बल अकिंचन प्राथमिक विषय आड़ को फेरी जाऊँ मंडली को देखते बर्तमान मंडली कुआड़ को जाऊँ दिने जो दुर्बल विषय गुड़ाक जो अकिंचन विषय गुड़ाक जोड़ा परित्याग करते आज बेसी विधि विधान मंडली गुड़ाक आज बेसी नियम कानून मंडली गुड़ाक आज विशेष दिन मंडली गुड़ाक विशेष पर्व मंडली गुड़ाक विशेष बार विशेष प्रथा विशेष वेश विशेष परिधान सब मंडली गुड़ाक कौटी लेखा जाए किए कहते सब करने तथापि आम से गुड़ाक प्रति आकृष्ट होचु कारण किसी लोक आम को भ्रांत कर लोक आम को प्ररोचित कर आउ थे से प्राथमिक विषय आड़ को आकृष्ट हो जाऊँ पाउलंकर इच्छा नुह जेतोटा प्रभुकर इच्छा नुह से प्रभु कहते आम प्रतिज्ञात संतान आम उत्तराधिकारी अटू जहाँ प्रभु प्रतिज्ञा कर स्वाधीन स्त्री संतान आम दासत्वर संतान नुह आम जदि स्वाधीन आमको जानवा हम ख्रीष्ट आत्मा मान अच्छा ख्रीष्ट आत्मा मान बास करती ख्रीष्ट आत्मा मान परिचालना करू जदि नहांती विधि पालन करूनु आज्ञा मानुना कथा शुणुना आम चित्त कौन हो टाण हो जाए कठिन हो जाए आम हृदय एवं समय अच्छी जो से इच्छा कर नूतन आत्मा देवे स्वच्छंद आत्मा देवे आम आत्मा देवा द्वारा आम मांसमय हृदय भितर आम पत्थरटा बाहरी जीव आम कौन कर वाक्य पालन कर आज्ञा मानि पार प्रभु से गोटे कथा चाहती ए नुआ वर्षर प्रारंभ जे आमाने जमती पूर्वतन विषय गुड़ाक पुरातन विषय गुड़ाक आउ विवेचना करवा नहीं मन धरवा नहीं जब आम पारी ना आम परमेश्वर जो काम करने चाहते से जदि कार्य करने आरंभ करदे कि अन्यथा करेंगे ना से कहते आम कार्य करवा किए अन्यथा कर अन्यथा करेंगे ना आउ से कार्यटा गोटे नूतन कार्य आम आरंभ करने जाऊ से कार्यटा अंकुरित है आम से तुमको जनाइबा तुम भविष्य मंगल निमंते आम से योजनाटा को जाचु से योजनाटा प्रस्तुत कर से योजनाटा आम जानू कौन करने चाहूँ तुम तुम केवल आम वाक्य शुण आज्ञा पालन कर आम वाक्य स्थिर होकर रुह आम ठारे से निर्भर रख आम ठार विच्युत हो ना आम ठार पृथक हो ना जो शक्ति गुड़ाक जो व्यक्ति गुड़ाक जो लोक मैंने आम ठारू तुमको विच्युत करने चाहते आम वाक्य ठार तुमको विमुख होगा चाहते आम सुषमाचार तुम भिन्न करने चाहते नष्ट हो पछरे जाओ ना से तुम विषय उद्योगी नुहति से बड़ उद्योगी बोले देखा तुमको जेहेतु गोटे लक्ष्य कौन जे मो ठार से तुमको पृथक करेंगे तार अर्थ हूँ से आम ठार तुमको पृथक करेंगे आ द्वितीय विषय हूँ कौन सत्य कहवाटा एत सांघातिक जे आम कि सत्य कहवा द्वारा तुम आम शत्रु हो जाऊछ आज मंडली विश्वासी विश्वासी मैंने मंडली भाई भूणी मैंने कहीं शत्रु हो जाती तार कारण हूँ बालक जदि से जहाँ कर सत्य भाव शासन करने चाहते अनुयोग करूना से भल बालक ये स्पष्ट भाव लिखा जाना सेमती नुह पाउल कहले मु शत्रु ही केवल ये मु सत कथा कहूँ मु तुम पाप देखा मु तुमको मार्जित करुवा मु तुमको संशोधन करने चाहूँ आज अपरिवर्तनीय लोक मान को लेकिन मंडली चलुची मन परिवर्तन करिथुआ लोक मान को नहीं नुह न परिवर्तन करिथुआ लोक मान को लेकिन जोटा बड़ कष्टर विषय दुखर विषय पाउल कहते जे मते दुख लगुच डर लगुच भय लगुच कौन जे तुम्हें मूल विषय
ମୁଖ୍ୟ ସୁଷମାଚାରରୁ ଦୂରକୁ ଚାଲି ଯାଉଛ, ଭିନ୍ନ ସୁଷମାଚାରରେ ଆସକ୍ତ ହେଇଯାଉଛ। ଆଉ ଏଇଟା ଯେପରି ନହେବ, ତମେ ଯେମିତି ତମର ଆନନ୍ଦ ନ ହରାଇବ, ସେଥିପାଇଁ ତମେ କଣ କର ନା ପ୍ରଭୁଙ୍କ ଠାରେ ଲାଗିକି ରୁହ, ପବିତ୍ର ଆତ୍ମାଙ୍କ ଦ୍ୱାରା ବୃଦ୍ଧି ପାଅ। ପବିତ୍ର ଆତ୍ମା ତୁମକୁ ଫଳ ଧାରଣ କରିବାରେ ସାହାଯ୍ୟ କରିବେ। ନିଜର ଯେତେ ଭଲ ବିବେଚନା ଶକ୍ତି ଥାଉ ନା କାହିଁକି, ଜ୍ଞାନ ଥାଉ ନା କାହିଁକି, ବୁଦ୍ଧି ଥାଉ ନା କାହିଁକି, ତା ଉପରେ ଜମା ଆଉଜି ପଡ ନାହିଁ, ପ୍ରଭୁଙ୍କ ଉପରେ ଆଉଜି ପଡ। ଯେହେତୁ ସେ ପ୍ରଭୁ କହୁଛନ୍ତି ଆମେ ନୂଆ କରିବା, ସେ ପ୍ରଭୁ କହୁଛନ୍ତି ଆମର ଦୟା ଶେଷ ହବ ନାହିଁ, ସେ ପ୍ରଭୁ କହୁଛନ୍ତି ଆମେ ପଥର କାଢି ଉପାଡି ଫୋପାଡି ଦେବା, ସେ ପ୍ରଭୁ କହୁଛନ୍ତି ଇତିମଧ୍ୟରେ ଆମେ ତା ଜୀବନରେ କାର୍ଯ୍ୟ କରିବା। ଅନୁଗ୍ରହରେ ଯୋଉ ବର୍ଷ ଗୁଡିକ ପ୍ରଭୁ ଆମମାନଙ୍କୁ ଦେଇଛନ୍ତି, ସେ ଆମମାନଙ୍କ ପାଇଁ କିଛି କରିବା ପାଇଁ ଚାହୁଁଛନ୍ତି। ତାଙ୍କର ଯୋଜନା ମୁତାବକ କିଛି ରଖିଛନ୍ତି ଆମ ପାଇଁ। ଆମେ ଅଧୈର୍ଯ୍ୟ ହେବା ନାହିଁ, ଭୟଭୀତ ହେବା ନାହିଁ, ଚିନ୍ତିତ ହେବା ନାହିଁ। ତାଙ୍କ ହସ୍ତରେ ଅଛୁ ଆମେ, ସେଇଟା ହେଲା ସବୁଠୁ ବଡ ବିଷୟ। ସେ ଧାରଣ କରିଛନ୍ତି ଆମକୁ, ସେଇଟା ହଉଛି ସବୁଠୁ ବଡ ବିଷୟ। ଆଉ ଯେ ପର୍ଯ୍ୟନ୍ତ ସମ୍ଭାଳିଲେ ସେ ଭବିଷ୍ୟତରେ ମଧ୍ୟ ବହିବେ, ଏ ପ୍ରତିଜ୍ଞା ମଧ୍ୟ ସେ ଦେଇଛନ୍ତି। ସେଥିପାଇଁ ଆମେ କେବଳ ବିଶ୍ୱସ୍ତ ଭାବରେ କଣ କରିବୁ, ତାଙ୍କର ଅନୁକରଣ କରିବୁ, ତାଙ୍କ ଆଜ୍ଞା ପାଳନ କରିବୁ, ଆଉ ତାଙ୍କଠାରେ ବିଶ୍ୱାସରେ ସ୍ଥିର ହେଇକି ରହିବୁ, ସେଇଟା ସେ ଚାହୁଁଛନ୍ତି। ତାହେଲେ ଆମମାନଙ୍କ ଆତ୍ମିକ ଜୀବନ ବୃଦ୍ଧି ପାଇବ। ଆମମାନଙ୍କ ଜୀବନରେ ଯୋଉ ଆହ୍ଲାଦ ହଜିଯାଇଛି, ଯୋଉ ଆନନ୍ଦ ହଜିଯାଇଛି, ସେ ଆନନ୍ଦ ଆମେ ଫେରି ପାଇବା। ପ୍ରଭୁଙ୍କ ସହିତ ଗୋଟେ ଉତ୍ତମ ସହଭାଗିତା ହେବ ଏବଂ ପ୍ରଭୁ ଆମମାନଙ୍କ ଜୀବନକୁ ଆଶୀର୍ବାଦ ଯୁକ୍ତ କରିବେ, ବ୍ୟବହାର ଉପଯୋଗୀ କରିବେ, ଅନେକଙ୍କ ନିମନ୍ତେ ବ୍ୟବହାର ମଧ୍ୟ ସେ କରିବେ। ସେଥିପାଇଁ ସେ ଚାହୁଁଛନ୍ତି ସେଇ ଗୋଟିଏ ବିଷୟ ଯେ ଖ୍ରୀଷ୍ଟ ଯେମିତି ମୂର୍ତ୍ତିମାନ ହେଇଯାଆନ୍ତୁ ଆମମାନଙ୍କ ଭିତରେ, ଖ୍ରୀଷ୍ଟଙ୍କ ସ୍ୱଭାବ ଯେମିତି ଆମମାନଙ୍କ ଜୀବନରେ ଆସୁଆରି, ଖ୍ରୀଷ୍ଟଙ୍କ ଅନୁଗତ ହେଇ ଖ୍ରୀଷ୍ଟୀୟ ଆଚରଣ ଗୁଡିକ ଯେମିତି ଆମ ଜୀବନରେ ଦେଖାଯାଉ। ମୂର୍ତ୍ତିମନ୍ତ ହେବାର ଅର୍ଥ ହଉଛି, ଫର୍ମର ଅର୍ଥ ହଉଛି ଯେ ପୂର୍ଣ୍ଣତଃ ଖ୍ରୀଷ୍ଟ ଯେମିତି ଆମମାନଙ୍କ ଜୀବନରେ ପରିଲକ୍ଷିତ ହୁଅନ୍ତୁ। ଲୋକମାନେ ଯେମିତି ଆମମାନଙ୍କ ଜୀବନକୁ ଦେଖିଲେ ଜାଣିପାରିବେ ଆମେ ଖ୍ରୀଷ୍ଟଙ୍କର ବୋଲି। ଏଇଟା ଗୋଟେ ବଡ ବିଷୟଟା ଯୋଉଟାକୁ ପାଉଲ କହୁଛନ୍ତି ଯେ ମୁଁ ଚିନ୍ତା କରୁଛି, ମନରେ ପ୍ରସବ ବେଦନା ଅଛି ମୋ ଭିତରେ ଗୋଟେ, ଯେ ଆଉଥରେ କେମିତି ତୁମେ ସେଇ ସ୍ୱଭାବକୁ ଫେରି ଆସ, ଆଉଥରେ ସେ ଆଚରଣରୁ ତୁମଠାରେ ଦେଖାଯାଉ। ମା ଯେମିତି ଗୋଟେ ପିଲାକୁ ଜନ୍ମ କରିବା ପୂର୍ବରୁ କେବଳ କଷ୍ଟ ଦେଇକି ଯାଏ, ସେମିତି ମୁଁ ଯେପର୍ଯ୍ୟନ୍ତ ନ ଦେଖିଛି ତୁମକୁ ସେ ଅବସ୍ଥାରେ, ସେ ପର୍ଯ୍ୟନ୍ତ ସେ କଷ୍ଟଟା ମୋ ଭିତରେ ଅଛି। ଆଜି ଆପଣଙ୍କ ଭିତରେ, ମୋ ଭିତରେ, ଆମ ଭିତରେ ସେଇ କଷ୍ଟ ଅଛି କି? ଯେ ଆମମାନଙ୍କ ମଣ୍ଡଳୀର ବିଶ୍ୱାସୀ ମାନଙ୍କ ଭିତରେ, ଆମମାନଙ୍କ ନିଜ ଜୀବନ ଭିତରେ, ଆମମାନଙ୍କ ପିଲାମାନଙ୍କ ଭିତରେ ଖ୍ରୀଷ୍ଟ କେମିତି ମୂର୍ତ୍ତିମନ୍ତ ହୁଅନ୍ତୁ, ଖ୍ରୀଷ୍ଟ ସ୍ୱଭାବ ଗୁଡିକ କେମିତି ଦେଖାଯାଉ, ଖ୍ରୀଷ୍ଟ ଆଚରଣ ଗୁଡିକ ଯେମିତି ପରିଲକ୍ଷିତ ହଉ। ଯଦି ଅଛି ପ୍ରଭୁ ନିଶ୍ଚିତ ଆମମାନଙ୍କୁ ଆଶୀର୍ବାଦ କରିବେ। ଯଦି ନାହିଁ, ତଥାପି ପ୍ରଭୁ ଆମମାନଙ୍କୁ କଣ କରୁଛନ୍ତି ନା ଅନୁଗ୍ରହରେ ଏ ଦିନ ଗୁଡିକରେ ରଖିବା ପାଇଁ ଚାହୁଁଛନ୍ତି, ଆଶୀର୍ବାଦ କରିବା ପାଇଁ ଚାହୁଁଛନ୍ତି। ତାଙ୍କର ଶକ୍ତି, ତାଙ୍କର ସାମର୍ଥ୍ୟ, ତାଙ୍କର ପବିତ୍ର ଆତ୍ମା ଦେଇ, ତାଙ୍କର ବାକ୍ୟ ଦେଇ ଯେମିତି ଆମେ ପରିପୃଷ୍ଟ ହେବା ଏବଂ ତାଙ୍କ ନିମନ୍ତେ ଫଳ ଧାରଣ କରିବା, ତାଙ୍କର ଆଶୀର୍ବାଦ ଦରକାର ହେବା। ପ୍ରଭୁ ଏଇ ଅଳ୍ପ ବାକ୍ୟରେ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆଉ ଏ ନୂତନ ବର୍ଷ ଆରମ୍ଭରୁ ପ୍ରଭୁ ଯେମିତି ଆମ ସମସ୍ତଙ୍କ ଦ୍ୱାରା ଗୌରବାନ୍ୱିତ ହୁଅନ୍ତୁ। ଆପଣଙ୍କ ପରିବାର, ଆମ ପରିବାର, ଆମ ପ୍ରତ୍ୟେକ ପରିବାର ଯେମିତି ପ୍ରଭୁଙ୍କ ଉଦ୍ଦେଶ୍ୟରେ ବ୍ୟବହୃତ ହଉ ଏବଂ ପ୍ରଭୁଙ୍କର ମହିମାର କାରଣ ହଉ, এই বিষୟ